ସମସ୍ତଙ୍କୁ ସୁପ୍ରଭାତ। ଆଜି ନିରବିତ ପ୍ରଭାତରେ ସମସ୍ତ ଦିବ୍ୟ ଜୀବନାକାଂକ୍ଷୀ ଭାଇ ଭଉଣୀମାନଙ୍କୁ ମୋର ନମସ୍କାର। ଉପନିଷଦର ମନ୍ତ୍ର ଓ ଅନୁଶାସନ ଭିତରକୁ ସମସ୍ତଙ୍କୁ ସ୍ୱାଗତ। ତୈତ୍ତିରୀୟ ଉପନିଷଦର ଗୁରୁ ବ୍ରହ୍ମାନନ୍ଦ ବଲ୍ଲୀରେ ବ୍ରହ୍ମଙ୍କର ନିବର୍ତ୍ତନ ଓ ବିବର୍ତ୍ତନ ସମ୍ବନ୍ଧରେ ଆଲୋଚନା କରୁଛନ୍ତି। ଆମେ ଉପନିଷଦର ସେହି ମହାନ ଅନନ୍ତ ସରୋବର ଭିତରକୁ ପ୍ରବେଶ କରିବା ପୂର୍ବରୁ ଆଜିର ଏହି ସୁନ୍ଦର ଶୀତୁଆ ବସନ୍ତ କାକଳିର ପଞ୍ଚମ ସ୍ୱର ସେହି ଛନ୍ଦମୟ ତାଳ ସହିତ ସେ ଏକାକ୍ଷରୀ ବୀଜମନ୍ତ୍ର ଓଙ୍କାର ନାଦକୁ ସମବେତ ଭାବରେ ଉଚ୍ଚାରଣ କରିବା। ତାପରେ ଉପନିଷଦର ମହାସମୁଦ୍ରକୁ ସନ୍ତରଣ କରିବା। ଆମେ ସମସ୍ତେ ଓଙ୍କାର ଧ୍ୱନି ଉଚ୍ଚାରଣ କରିବା। हे परमोच्च प्रभु चिरंतन सत्य, ଆମେ କେବଳ ତୁମରି ଆଜ୍ଞାବହ ହୋଇ ଉଠୁ ଓ ସତ୍ୟର ବିଧାନକୁ ଆଶ୍ରୟ କରି ଜୀବନ ଧାରଣ କରୁ। ମଧୁମୟୀ ମା ପ୍ରଭୁ ଶ୍ରୀ ଅରବିନ୍ଦ ଆମେ ଉପନିଷଦର ସେହି ବ୍ରହ୍ମଙ୍କ ସମ୍ବନ୍ଧରେ ଯେଉଁ ଆଲୋଚନା ତାକୁ ଆମେ ଆମର କ୍ଷୁଦ୍ର ସଂକ୍ଷିପ୍ତ ବୁଦ୍ଧିବୃତ୍ତି ଦ୍ୱାରା ଆଲୋଚନା କରୁଛୁ। ପରମ ପ୍ରଭୁଙ୍କୁ ଆସ୍ପୃହା କରିବା, ସେ ଯେପରି ଆମକୁ ଶକ୍ତି ଦିଅନ୍ତୁ, ସାମର୍ଥ୍ୟ ଦିଅନ୍ତୁ, ଆମେ ଯେପରି ତାଙ୍କୁ ବୁଝିପାରୁ, ଆମର ଜ୍ଞାନ ଦ୍ୱାରା ତାଙ୍କୁ ଧାରଣ କରିପାରୁ। ଏଇଠି ସେ ବ୍ରହ୍ମଙ୍କ ସମ୍ବନ୍ଧରେ ସଂଜ୍ଞା ପ୍ରଦାନ କଲେ ଯେ ବ୍ରହ୍ମ ହେଉଛନ୍ତି ସତ୍ୟମ ଜ୍ଞାନମ ଅନନ୍ତମ। ସେ ପ୍ରତ୍ୟେକ ଜୀବସତ୍ତାର ଅନ୍ତର ଗୁହାରେ ଗୁପ୍ତ ଭାବରେ ବିରାଜମାନ କରିବା ସହିତ ସେ ମଧ୍ୟ ସର୍ବବ୍ୟାପୀ। ସେ ପରମ ବ୍ୟୋମରେ ସର୍ବତ୍ର ପରିବ୍ୟାପ୍ତ ହୋଇ ରହିଛନ୍ତି। ସେ ପରମ ଆକାଶରୁ ନିଜକୁ ଜାଗ୍ରତ କରି ଶବ୍ଦ ବ୍ରହ୍ମ ରୂପରେ ସୃଜନ କ୍ରିୟା ଆରମ୍ଭ କଲେ। ସେ ଆକାଶରୁ ବାୟୁ ରୂପରେ ପରିବ୍ୟାପ୍ତ ହୋଇ ନିଜକୁ ସର୍ବ ଦିଗକୁ ବିସ୍ତାରିତ କରିଦେଲେ। ତାଙ୍କର ସେ ବିସ୍ତାରମୟ ରୂପ ସେ ସ୍ପର୍ଶ ରୂପରେ ସର୍ବତ୍ର ତରଙ୍ଗାୟିତ ହେବାକୁ ଲାଗିଲେ। ସେହି ତରଙ୍ଗାୟିତ ବାୟୁରୁ ସୃଷ୍ଟି ହେଲା ଅଗ୍ନି। ସେ ଅଗ୍ନିମୟ ଶକ୍ତି ରୂପରେ ପ୍ରକାଶ ହେଲେ।
ତାଙ୍କର ସେହି ପ୍ରକାଶମୟ ଅଗ୍ନି ମୂଳ ବୀଜ ହୋଇ ସେହି ସୃଷ୍ଟି ପ୍ରକ୍ରିୟାରେ ରୂପ ଗ୍ରହଣ କରିବାକୁ ଆରମ୍ଭ କଲା। ତାଙ୍କର ସେ ତେଜମୟ ଅଗ୍ନିରୁ ଜାତ ହେଲେ ଆପ୍। ସେଇ ଆପ୍, ସେଇ ଜଳ ରସ ରୂପରେ ଜୀବନ ସଞ୍ଚାରର ଏକ ସୁନ୍ଦର ପରିବେଶଟେ ନିର୍ମାଣ କଲା ଏବଂ ଜୀବନର ସଞ୍ଚାରର କ୍ରିୟା କରି ସେ ଏକ ସୃଜନରେ ଏକ ଧାରା ପ୍ରବାହିତ କଲେ। ଜଳ ଜୀବନ ରୂପରେ ଜଡ଼ରେ ପରିଣତ ହେଲେ। ସେ ଜଳରୁ ସୃଷ୍ଟି ହେଲେ ପୃଥିବୀ। ସେ ପୃଥିବୀ ଭିତରକୁ ସୂକ୍ଷ୍ମ ରୂପରେ ସେ ଆକାଶ ତତ୍ତ୍ୱ, ବାୟୁ ତତ୍ତ୍ୱ, ଅଗ୍ନି ତତ୍ତ୍ୱ, ଆପ୍ ତତ୍ତ୍ୱ ଏବଂ ପୃଥିବୀ ତତ୍ତ୍ୱର ସମସ୍ତ ରୂପ, ସମସ୍ତ ବୀଜ ତା ଭିତରେ ସଂଯୁକ୍ତ ହେବାକୁ ଲାଗିଲା ଏବଂ ସେହି ଜଡ଼ତତ୍ତ୍ୱ ଭିତରେ ଥିବା ସେହି ତତ୍ତ୍ୱପୂର୍ଣ୍ଣ ତନ୍ମାତ୍ରା ଭିତରୁ ସୃଷ୍ଟି ହେଲେ ପ୍ରଥମ ଜୀବନ। ସେ ପ୍ରଥମ ଜୀବନ ହେଲେ ବନସ୍ପତି। ସେ ବନସ୍ପତି ସ୍ୱୟଂ ସିଦ୍ଧା। ସେ ପରମ ତା ମଧ୍ୟରେ ସୂକ୍ଷ୍ମ ଭାବରେ ରହି ସେ ନିଜକୁ ପରିପ୍ରକାଶ କରିବାକୁ ଲାଗିଲେ ଅନ୍ନ ରୂପରେ। ସେ ବ୍ରହ୍ମ ଅନ୍ନମୟ। ସେ ମାଟିରୁ ଜଳ, ବାୟୁରୁ ଅଙ୍ଗାରକାମ୍ଳ, ଆକାଶରୁ ସୂର୍ଯ୍ୟ କିରଣ ନେଇ ସେ ନିଜକୁ ଗଢ଼ି ଚାଲିଲେ। ସେ ନିଜେ ନିଜକୁ ହିଁ ଗଢ଼ି ଚାଲିଲେ ଏବଂ ସେଇଠୁ ସୃଷ୍ଟି ହେଲା ଅନ୍ନ। ସେ ଅନ୍ନ ହିଁ ବନସ୍ପତି। ଏହି ଜଗତ ହେଲା ଅନ୍ନମୟ ଜଗତ। ଏହି ମଣିଷର ଶରୀରଟି ଅନ୍ନରୁ ହିଁ ସୃଷ୍ଟି। ଯେତେ ଶରୀର ଆମେ ଦେଖୁଛୁ, ଏସବୁ ଶରୀର ଅନ୍ନର ଗୋଟିଏ ଏସେନ୍ସ। ଅନ୍ନ ଦ୍ୱାରା ତାର ଶରୀର ଜାତ ହେବା ସହିତ ଅନ୍ନ ଦ୍ୱାରା ଶରୀର ବର୍ଦ୍ଧିତ ହୋଇଥାଏ, ପ୍ରତିପାଳିତ ହୋଇଥାଏ। ଏଣୁ ଉପନିଷଦର ଗୁରୁ କହୁଛନ୍ତି ଅନ୍ନ ହିଁ ଏହି ଭୌତିକ ଜଗତର ଶ୍ରେଷ୍ଠ। ଅନ୍ନ ହିଁ ବ୍ରହ୍ମ ଏବଂ ସେ ଅନ୍ନର ଯିଏ ଉପାସନା କରେ ତାର କେବେ ଅନ୍ନର ଅଭାବ ରହେ ନା ଏବଂ ଅନ୍ନ ହିଁ ତାକୁ ସୁସ୍ଥ କରେ, ତାକୁ ସବଳ କରେ। କାରଣ ଅନ୍ନ ହିଁ ତ ଔଷଧି। ତେଣୁ ଭୌତିକ ଜଗତରେ ଅନ୍ନ ହିଁ ଶ୍ରେଷ୍ଠ, ଅନ୍ନ ହିଁ ବ୍ରହ୍ମ। କିନ୍ତୁ ଏହି ଅନ୍ନ ତତ୍ତ୍ୱ ଭିତରେ କିଏ ଏକ ଜୀବନୀ ଶକ୍ତି ହୋଇ ପରିପୂର୍ଣ୍ଣ କରି ରଖିଛି, ଯାହାଦ୍ୱାରା ଅନ୍ନ ଏ ସଂସାରରେ ନିଜର ଶାରୀରିକ ରୂପକୁ ବିସ୍ତାର କରି ଚାଲିଛି। ସେହି ଅନ୍ନର ଆତ୍ମା ହେଉଛି ଆଉ ଗୋଟିଏ ସତ୍ତା ଏବଂ ଯିଏକି ଅନ୍ନର ଆତ୍ମା ସିଏ ହେଉଛନ୍ତି ପ୍ରାଣମୟ। ଗୋଟେ ଗୋଟେ ପ୍ରତ୍ୟକ୍ଷ କରି କରି ଚାଲିଛନ୍ତି ଉପନିଷଦର ଗୁରୁମାନେ ଏବଂ ତାଙ୍କର ପ୍ରଜ୍ଞା ଦ୍ୱାରା ସେମାନେ ଗୋଟିଏ ଗୋଟିଏ କୋଷକୁ, ଗୋଟିଏ ଗୋଟିଏ ସ୍ତରକୁ ଅତିକ୍ରମ କରି କରି ଚାଲିଛନ୍ତି। ଅନ୍ନରୁ ଅତିକ୍ରମ କରି ସେ ପ୍ରାଣମୟ ଜଗତରେ ପ୍ରବେଶ କରୁଛନ୍ତି। ଦେଖୁଛନ୍ତି ଏହି ପ୍ରାଣ ହିଁ ଏ ଅନ୍ନକୁ ପୂର୍ଣ୍ଣ କରି ରଖିଛି ଏବଂ ସେ ପୂର୍ଣ୍ଣ ପ୍ରାଣ ଶରୀର ଭିତରେ ଏକ ପ୍ରାଣ ପୁରୁଷ ବିଦ୍ୟମାନ ରହିଛନ୍ତି ଏବଂ ସେ ବିଦ୍ୟମାନ ଥିବା ପ୍ରାଣ ଉପରେ ଶରୀରର ଦେବତାମାନେ ଅର୍ଥାତ୍ ଇନ୍ଦ୍ରିୟମାନେ ନିର୍ଭର କରି ରହୁଛନ୍ତି। ଏହି ପ୍ରାଣ ହିଁ ମନୁଷ୍ୟ ଓ ପଶୁ ଭିତରେ ଜୀବନୀ ଶକ୍ତି ଭାବରେ ଉଦ୍ଭବ ହୋଇଛି ଏବଂ ସେ ସମସ୍ତକୁ ଜୀବନ୍ତ କରି ରଖୁଛନ୍ତି। ଏବଂ କାରଣ ପ୍ରାଣ ହିଁ ଭୂତାନାମ୍ ଆୟୁ ଉପନିଷଦ କହୁଛନ୍ତି। ପ୍ରାଣକୁ ବା ଜୀବନୀ ଶକ୍ତିକୁ ବ୍ରହ୍ମ ରୂପରେ ଯିଏ ଉପାସନା କରେ ସେ ବ୍ୟକ୍ତି ଏକ
ଏକ ପୂର୍ଣ୍ଣ ଜୀବନ ବଞ୍ଚିପାରେ। ତେଣୁ ପ୍ରାଣ ହିଁ ଏହି ଜଗତର ଏକ କ୍ରିୟାତ୍ମକ ରୂପ ପରମଙ୍କର ଏବଂ ସେଥିପାଇଁ ଯାହାର ପ୍ରାଣଶକ୍ତି ଯେତେ ସବଳ ସେ ସେତେ ଶକ୍ତିଶାଳୀ, ସେତେ କ୍ରିୟାଶୀଳ ଏବଂ ସେ ସେତେ ସାହସୀ। ତେଣୁ ପ୍ରାଣ ଦ୍ୱାରା ସେ ନିଜକୁ ଏକ ସୁସ୍ଥ ସୁନ୍ଦର ଜୀବନ ରୂପରେ ଏହି ପୃଥିବୀ ପୃଷ୍ଠରେ ପଦାର୍ପଣ କରିଛନ୍ତି। ସେଥିପାଇଁ ରବୀନ୍ଦ୍ରନାଥ ସୁନ୍ଦର ଭାବରେ କହନ୍ତି, ହୃଦୟ ବିମଲ ହକ୍ ପ୍ରାଣ ସବଲ ହକ୍ ବିଘ୍ନ ଦାଉ ଅପସାରୀ। ତେଣୁ ପ୍ରାଣ ଯାହା ଭିତରେ ସେ ପ୍ରାଣ ଅଛି ସେହି ସଂଗ୍ରାମ, ଏ ଜୀବନ ସଂଗ୍ରାମରେ ସେ ଯୁଦ୍ଧ କରିପାରେ ଏବଂ ଯେତେବେଳେ ମଣିଷ ତା ଭିତରେ ଥିବା ପ୍ରାଣଶକ୍ତି ଆସ୍ତେ ଆସ୍ତେ ଦୁର୍ବଳ ହୋଇଯାଏ, ସେ ପ୍ରାଣହୀନ ହୋଇଯାଏ, ସେତେବେଳେ ମୃତପ୍ରାୟ ହୋଇଯାଏ। ଏହି ଶରୀର ଭିତରେ ଶରୀର ସହିତ ଯେଉଁ ଇନ୍ଦ୍ରିୟମାନେ ଅଛନ୍ତି ସେମାନେ ଆଉ ତାଙ୍କର କ୍ରିୟା କରିପାରନ୍ତି ନାହିଁ। ଚକ୍ଷୁ ଦେଖିପାରେ ନାହିଁ, କାନ ଶୁଣିପାରେ ନାହିଁ, ପାଟି କଥା କହିପାରେ ନାହିଁ, କାରଣ ପ୍ରାଣଶକ୍ତି ଆସ୍ତେ ଆସ୍ତେ ତା ଭିତରୁ ଅପସରି ଯାଉଛନ୍ତି। ସେହି ମୂଳ ପ୍ରାଣ ଯେତେବେଳେ ଶରୀର ଭିତରେ ପ୍ରବେଶ କରେ ସେ ବିଭିନ୍ନ ରୂପରେ ଗୋଟେ ପ୍ରାଣମୟ ଶରୀର ବା ପ୍ରାଣମୟ ପୁରୁଷ ରୂପରେ ବିଦ୍ୟମାନ ହୁଅନ୍ତି ଏବଂ ସେ ପ୍ରାଣମୟ ପୁରୁଷ ସହିତ ସେ ଆଲୋଚନା କରୁଛନ୍ତି। ଶରୀର ଭିତରେ ସେ ଆପାନ ବ୍ୟାନ ଉଦାନ ସମାନ ଏହି ରୂପରେ ସେ କ୍ରିୟା କରନ୍ତି। ସେମାନେ ମିଶିକି ରହିଛନ୍ତି ଗୋଟେ ପ୍ରାଣମୟ ପୁରୁଷ। ତେଣୁ ସେ କହୁଛନ୍ତି ପ୍ରାଣ ନିଶ୍ଚିତ ଭାବରେ ଜୀବନର ଜୀବନ। ଯେତେବେଳେ ମଣିଷ ମୃତ୍ୟୁ ହୋଇଯାଏ ଅର୍ଥାତ୍ ତା ଭିତରୁ ପ୍ରାଣବାୟୁ ଉଡ଼ିଯାଏ, ସେ ମୂଳ ପ୍ରାଣଟି ତା ପାଖରୁ ଅପସରି ଯାଆନ୍ତି। ସେ ପ୍ରାଣ ହିଁ ଅନ୍ନମୟ ଭିତରେ ଥିବା ଆତ୍ମା। ସେ ଦେଖୁଛନ୍ତି ସେ ପ୍ରାଣମୟ ଭିତରେ ସେ ଅଟକି ନାହାନ୍ତି ଗୁରୁ, ସେ ଦେଖୁଛନ୍ତି ଏ ପ୍ରାଣକୁ ପୂର୍ଣ୍ଣ କରି ରଖିଛି ଆଉ ଏକ ଉଚ୍ଚତର ସତ୍ତା, ସେ ହେଉଛନ୍ତି ମନମୟ। ସେ ପ୍ରାଣମୟ ମନମୟ ଦ୍ୱାରା ପୂର୍ଣ୍ଣ ହୋଇକି ରହିଛି। ସେ ମନମୟ ଜ୍ଞାନ ରୂପ ଉପାସନା କରେ, ସେ ପ୍ରଶ୍ନ ପଚାରେ। ତାର ଶରୀରଟି ଗୋଟେ 4 ବେଦ ଓ ଆତ୍ମା ଦ୍ୱାରା ପୂର୍ଣ୍ଣ। ମାତ୍ର ଏଇ ମନ ଯଦି ବା ସେ ଜ୍ଞାନର ଉପାସନା କରେ, ଜ୍ଞାନକୁ ଖୋଜେ ଏବଂ କିନ୍ତୁ ତା ଭିତରେ ଏକ ସୀମାବଦ୍ଧତା ରହିଛି, ସେ ସୀମା ଦ୍ୱାରା ଆବଦ୍ଧ, ସେ ନିଜକୁ ପୂର୍ଣ୍ଣ ଭାବରେ ପରିପ୍ରକାଶ କରିପାରେ ନାହିଁ। ସେ ତାର ପୂର୍ବ ଜ୍ଞାନକୁ ନେଇକରି ପରୀକ୍ଷା ନିରୀକ୍ଷା କରି କିଛି କିଛି ଖୋଜି ପାଏ, ଖୋଜି ଚାଲିଥାଏ। ଯାହା ସେ ପ୍ରାପ୍ତ କରେ ତାକୁ ବାକ୍ ଅନ୍ୟାନ୍ୟ ଇନ୍ଦ୍ରିୟ ଦ୍ୱାରା ପ୍ରକାଶ କରେ। ଆଜି ପର୍ଯ୍ୟନ୍ତ ଯେତେ ପ୍ରକାର ବୈଜ୍ଞାନିକ ଗବେଷଣା ଚାଲିଛି, ଏ ସମସ୍ତ ମନର ଏକ ଉଚ୍ଚତର ଭୂମିରୁ ବା ମନକୁ କ୍ରିୟାଶୀଳ କରି ସେ ଆବିଷ୍କାର ସବୁ ହେଇ ଚାଲେ। ମନୋବୁଦ୍ଧି, ସେଇ ମନ କିନ୍ତୁ ସମଗ୍ର ଜ୍ଞାନକୁ ଧାରଣ କରିପାରେ ନାହିଁ। ସେ ଜ୍ଞାନର ଚେନାଏକୁ ଆଣି ବା ଖଣ୍ଡିଏ ଜ୍ଞାନର ଅଂଶକୁ ଆଣି ସେ ସମଗ୍ରକୁ ଜାଣିଛି ବୋଲି ସେ ଦାବି କରେ। ସେ ତାର ସୀମିତତା ଭିତରେ ସମଗ୍ର ଜ୍ଞାନକୁ ସେ ପ୍ରକାଶ କରିପାରେ ନାହିଁ। ତେଣୁ ମନର ଏହି ସୀମିତତା ମନକୁ ବାନ୍ଧି ଦିଏ। ସେଥିପାଇଁ ସ୍ମୃତିରେ ଅଛି ଯେ ମନ ଏବ ମନୁଷ୍ୟାଣାମ୍ କାରଣ ବନ୍ଧ ମୋକ୍ଷଚ। ଏ ମନ ଗୋଟେ ମଣିଷର ବନ୍ଧ ଆଉ ମୋକ୍ଷର କାରଣ। ମନ ଯେତେବେଳେ ସଂକୀର୍ଣ୍ଣ ହୋଇଯାଏ, ସୀମାବଦ୍ଧ ହୋଇଯାଏ, ସେ ଦେଖେ ଯେ ଆଉ କିଛି ନାହିଁ, ଏଇଟା ହିଁ ଶ୍ରେଷ୍ଠ ଏବଂ ସେତେବେଳେ ସେ ସୀମା ଭିତରେ ରହିଯାଏ, ତାକୁ ପାଇଁ ସେ ବନ୍ଧନ ହୋଇଯାଏ। କିନ୍ତୁ ମନ ଯେତେବେଳେ ତା ଭୂମିକୁ ସେ ଅତିକ୍ରମ କରିଯାଏ,
ସେତେବେଳେ ସେ ମନଠାରୁ ସେ ମୁକ୍ତ ହୋଇଯାଏ ଏବଂ ସେ ପରମ ଜ୍ଞାନର ଅଧିକାରୀ ହେବା ପାଇଁ ସେ ନିଜକୁ ସଂକଳ୍ପ କରେ। ସେତେବେଳେ ତା ଭିତରେ ଥିବା ଗୋଟେ ଇଣ୍ଟ୍ୟୁସନ୍, ସେ ବିୟଣ୍ଡ ମାଇଣ୍ଡର, ସେ ନିଜକୁ ଅଗ୍ରଗତି କରିବା ପାଇଁ ସେ ଧାଇଁଯାଏ ଏବଂ ସେ ଯେଉଁଠି ପହଞ୍ଚେ, ଶ୍ରୀ ଅରବିନ୍ଦ କହୁଛନ୍ତି ସେଇଟା ହେଉଛି ଗୋଟେ ବ୍ରାହ୍ମୀଣ କନସିୟସନେସ୍। ସେ ବ୍ରାହ୍ମୀଣ କନସିୟସନେସ୍ ସେ ହେଉଛନ୍ତି ମାଇଣ୍ଡ ଅଫ୍ ମାଇଣ୍ଡ, ସେ ହେଉଛନ୍ତି ଫଣ୍ଡାମେଣ୍ଟାଲ ନେଚର, ଯେଉଁଠୁ ଏଇ ପ୍ରାଣ, ମନ ଏବଂ ଶରୀରର ଉଦ୍ଭବ ହେଇଛି। ଆଉ ସେଇ ଯେତେବେଳେ ଉପନିଷଦ ଋଷିମାନେ ସେ ମନର ସୀମାକୁ ଅତିକ୍ରମ କରିଯାଉଛନ୍ତି, ସେତେବେଳେ ସେ ପରମ ସତ୍ ଚେତନା, ରୁତ୍ ଚେତନା ଏବଂ ସେଇ ମୂଳ ଚେତନାକୁ ସେମାନେ ପ୍ରବେଶ କରୁଛନ୍ତି। ଏବଂ ସେଇ ବ୍ରହ୍ମୀଣ କନସିୟସନେସ୍ ସମ୍ବନ୍ଧରେ ଶ୍ରୀ ଅରବିନ୍ଦ କହୁଛନ୍ତି ଯେ ସେ ହେଉଛି ଗୋଟେ ଏବ୍ସୋଲ୍ୟୁଟନେସ୍ର ରୂପ ସେ ଗ୍ରହଣ କରେ ଏବଂ ସେ ଏବ୍ସୋଲ୍ୟୁଟନେସ୍, ଅର୍ଥାତ୍ ସେ ଏବ୍ସୋଲ୍ୟୁଟନେସ୍ଟା ପୁରା ଏବ୍ସୋଲ୍ୟୁଟନେସ୍ ନୁହେଁ, ଗୋଟେ ହେଉଛି ଇଟର୍ନାଲ୍ ସ୍ତରର ଏବ୍ସୋଲ୍ୟୁଟନେସ୍ ଆପନ୍ ଦି ରିଲେଟିଭ୍। ଏଇ ଯେଉଁ ଆପେକ୍ଷିକ ଜଗତ ଭିତରେ ସିଏ ଏକ ସତ୍ୟକୁ ଦର୍ଶନ କରେ। ଏବଂ ଉପନିଷଦ ସେ ବାବଦରେ ଆମେ ଆଲୋଚନା କରିଥିଲୁ ଯେ ସେ ବିଜ୍ଞାନମୟ ଜଗତ କଥା ଆମେ ପଢ଼ୁଥିଲୁ ଏବଂ ସେଇ ବିଜ୍ଞାନ ଯେତେବେଳେ ଏ ଜଗତରେ ପ୍ରବେଶ କରେ, ସେତେବେଳେ ସେ ମନୋମୟ ପୁରୁଷ, ମନୋମୟ ଶରୀର ଭିତରେ ସେତେବେଳେ ସେ ପୁରୁଷାକାର ରୂପ ଗ୍ରହଣ କରେ ଏବଂ ସେ ପୁରୁଷାକାର ରୂପଟି ଏତେ ଚମତ୍କାର ଭାବରେ ସେ ବର୍ଣ୍ଣନା କରିଛନ୍ତି ଉପନିଷଦ। ତସ୍ୟ ଶ୍ରଦ୍ଧୈବ ଶିରଃ ଋତଂ ଦକ୍ଷିଣ ପକ୍ଷ ସତ୍ୟଂ ଉତ୍ତର ପକ୍ଷ ଯୋଗୋ ଆତ୍ମା ମହୋମୁଚ୍ଛଂ ପ୍ରତିଷ୍ଠା। ତାର ସେ ପୁରୁଷାକାର ରୂପକୁ ସେ ସୁନ୍ଦର ଭାବରେ ବର୍ଣ୍ଣନା କରୁଛନ୍ତି ସେ ବିଜ୍ଞାନମୟ କୋଷ। ଯେ ସେ ଶ୍ରଦ୍ଧା ରୂପରେ, ସେ ଏକ ଅବିଚଳ ବିଶ୍ୱାସ ରୂପରେ ସେ ଏଠି ଅବସ୍ଥାନ କରନ୍ତି, ତାଙ୍କର ମୁଣ୍ଡ ହେଇକି ଥାଏ। ତା ଭିତରେ ଗୋଟେ ସେଲ୍ଫ କନଫିଡେନ୍ସ ଆସେ। ସେ ଗୋଟେ ଇଣ୍ଟେଲିଜେନ୍ସ ଭୂମିର ଉର୍ଦ୍ଧ୍ୱ ସ୍ତରର ତାର ମସ୍ତିଷ୍କ, ତା ଭିତରେ ଗୋଟେ ଅବିଚଳ ବିଶ୍ୱାସ, ଗୋଟେ ସେଲ୍ଫ କନଫିଡେନ୍ସ, ଯେ କନଫିଡେନ୍ସ କି ଗୋଟେ ନିଶ୍ଚିତ କନଫିଡେନ୍ସ, ଅର୍ଥାତ୍ ସିଏ ଯେଉଁ ଡିସିସନ୍ ନିଏ, ମନ ଯେଉଁ ଡିସିସନ୍ ନିଏ ସେ ଡିସିସନ୍ ଭାଙ୍ଗିଯାଏ। କିନ୍ତୁ ଯେତେବେଳେ ସେ ବିଜ୍ଞାନମୟ ସ୍ତରରେ ପହଞ୍ଚେ, ତାର ସମସ୍ତ ଡିସିସନ୍ ଗୋଟେ ଦୃଢ଼ ଡିସିସନ୍ ହେଇଯାଏ। ସେତେବେଳେ କେବେ ସେ ଡିସିସନ୍ ଭାଙ୍ଗେ ନାହିଁ ଏବଂ ତାହା ସେଇ ଶ୍ରଦ୍ଧା ଉପରେ, ସେ ଶ୍ରଦ୍ଧାକୁ ଆଧାର କରି ସତ୍ୟମ୍ ଆଉ ଋତମ୍, ଯାହା ଦକ୍ଷିଣ ପକ୍ଷ ଏବଂ ବାମ ପକ୍ଷ, ସେ ହିଁ ପ୍ରତିଷ୍ଠିତ ଅଛନ୍ତି। ଏବଂ ସତ୍ୟ ହେଉଛି ସେଇ ରାଇଟାସନେସ୍, ନ୍ୟାୟ, ଆଉ ସେ ହିଁ ଏଠି କ୍ରିୟାତ୍ମକ ସତ୍ୟ ଏବଂ ସେ କ୍ରିୟାତ୍ମକ ସତ୍ୟ ଉପରେ ନିର୍ଭର କରେ। ପ୍ରାୟ ସତ୍ୟ, କ୍ରିୟାତ୍ମକ ସତ୍ୟଟି ମୂଳ ସତ୍ୟକୁ ବା ପରମ ସତ୍ୟକୁ, ସେଇ ସତ୍ୟକୁ ସେ ବହନ କରି ଚାଲେ। ଏବଂ ଏ ଦୁଇଟା ଭିତରେ ସତ୍ୟମ୍ ଆଉ ଋତମ୍, ଏ ଦୁଇଟା ଭିତରେ ଏକ ସୁନ୍ଦର ହାରମୋନି ଥାଏ। ତେଣୁ ସେଠି ସେଇ ଜଗତରେ ବଞ୍ଚୁଥିବା ଲୋକ, ତାର କଥା, ତାର କର୍ମ, ତାର ଚିନ୍ତା, ସିଏ ଏକ ପରମ ଅବସ୍ଥା ବା ସେଠି ଗୋଟେ ଇଟର୍ନାଲ୍ ଅବସ୍ଥା ବା ଗୋଟେ ଶାଶ୍ୱତ ଅବସ୍ଥା ସେଠି ଥାଏ। ଏବଂ ସୁନ୍ଦର ଭାବରେ କହୁଛନ୍ତି ତାର ଶରୀରଟି ହେଉଛି ଗୋଟେ ଯୋଗ। ଶଙ୍କର ସେଜ୍ ଦି ଯୋଗ ମିନ୍ସ କମ୍ପ୍ଲିଟ୍ ଆବଜର୍ପସନ୍, କମ୍ପ୍ଲିଟ୍ ଆଇଡେଣ୍ଟିଫିକେସନ୍। ସେଇ ଜାଗାଟା ହେଉଛି ସମ୍ପୂର୍ଣ୍ଣ ଭାବରେ ପରମଙ୍କ ସହିତ ଗୋଟେ
ଆଇଡେଣ୍ଟିଫିକେସନର ସ୍ଥାନ। ସେହି ଜାଗାରେ ପରମ ଆଉ ଜୀବ ପରସ୍ପର ମିଳିତ ହୁଅନ୍ତି। ଜଗହ ଯୁକ୍ତି ସମାଧି ସମାଧାନମ୍, ସେଇଠି ଗୋଟେ ସମାଧ ଅବସ୍ଥା ବା ସୌମ୍ୟ ଅବସ୍ଥା ସୃଷ୍ଟି ହୁଏ। ଏବଂ ତାପରେ ସେ କହୁଛନ୍ତି ଏବଂ ସେଇଠି ହିଁ ସେଲ୍ଫ ନଲେଜ ଆତ୍ମଜ୍ଞାନ ନିଜକୁ ପ୍ରକାଶ କରିଥାଏ। ଏବଂ ସେ ଆତ୍ମଜ୍ଞାନ ଉପରେ ପ୍ରତିଷ୍ଠିତ ଥାନ୍ତି ସେ ପରମ ରୁତମ ଏବଂ ପରମ ସତ୍ୟମ। ଏବଂ ତାର ପୁଚ୍ଛ ସେ ମହତତ୍ଵ ଅର୍ଥାତ୍ ହିରଣମୟ ଗର୍ଭ ତତ୍ଵ, ସେ ବୀଜ ରୂପରେ ଯେଉଁଠି ସତ୍ୟ ଜ୍ଞାନମ୍ ଅନନ୍ତମ୍ ନିଜକୁ ପ୍ରକାଶ କରିପାରିବେ, ସେ ହିଁ କାରଣମୟ ଜଗତ। କାରଣମ୍ ହି କାରଣ୍ୟମ୍ ପ୍ରତିଷ୍ଠିତା। ସୁନ୍ଦର ଭାବରେ ସେ କହୁଛନ୍ତି ସେ ମୋହ ହିଁ ସବୁ କିଛିକୁ ପ୍ରତିଷ୍ଠା କରି ରଖିଛି। ତେଣୁ ଏଠି ସୁନ୍ଦର ଭାବରେ ସେ ହିରଣମୟ ଗର୍ଭ, ଯେ କାରଣମୟ ଜଗତ, ସେ ହିଁ ଲ୍ୟାଟେଣ୍ଟ ପଏଣ୍ଟ, ଯେ ସେଇଠୁ ହିଁ ସବୁକିଛି ଉତ୍ପତ୍ତି ହୋଇଛନ୍ତି, ଏହି କଥା ସେ ଆଲୋଚନା କରୁଥିଲେ। ଏବଂ ତାର ସେ ଜ୍ଞାନର ସେ ବିଜ୍ଞାନମୟ ସ୍ତରର ଯେଉଁ କ୍ରିୟାତ୍ମକ ଦିଗରେ ସେ ଆଲୋଚନା କରୁଛନ୍ତି। ବିଜ୍ଞାନଂ ଯଜ୍ଞମନୁତେ ବିଜ୍ଞାନଂ ଯଜ୍ଞଂ ତନୁତେ କର୍ମାଣି ତନୁତେପି ଚ ବିଜ୍ଞାନଂ ଦେବା ସର୍ବେ ବ୍ରହ୍ମ ଜ୍ୟେଷ୍ଠଂ ଉପାସତେ ବିଜ୍ଞାନଂ ବ୍ରହ୍ମ ଚେଦବେଦ ତସ୍ମାଚ୍ଚନ୍ନ ପ୍ରମାଦ୍ୟତି ଶରୀରେ ପାପ୍ମନ ହିତ୍ୱା ସର୍ବାନ୍ କାମାନ୍ ସମଶ୍ନୁତ ଇତି। ଏଇଠି ସେ ଯେଉଁ ଯେତେବେଳେ ମଣିଷ ଯେତେବେଳେ ସେ ବିଜ୍ଞାନମୟ କୋଷ, ସେ ହିଁ ଏଠି କର୍ତ୍ତା, ସେ ହିଁ ଯଥାର୍ଥ କର୍ମ କ'ଣ ସେଇ କଥା ସେ ବିଜ୍ଞାନମୟ ସ୍ତର ହିଁ ଦୃଢ଼ ଭାବରେ ଜାଣେ, ନିଶ୍ଚିତ ଭାବରେ ଜାଣେ। ଏବଂ କେଉଁ କର୍ମ ତାକୁ ପରମ ଦିଗରେ ତାକୁ ନେଇଯିବ, ସେ ବିଜ୍ଞାନମୟ ସ୍ତର ହିଁ ସଠିକ୍ ଭାବରେ ନିରୂପଣ କରିପାରେ। ସେଥିପାଇଁ ସେ କହୁଛନ୍ତି ବିଜ୍ଞାନଂ ଯଜ୍ଞ ତନୁତେ। ତେଣୁ ଯଜ୍ଞ ଶବ୍ଦଟି ଆମେ ଗୀତାରେ ବାରମ୍ବାର ପଢ଼ିଛୁ କର୍ମଯୋଗରେ, ଯେ ଯଜ୍ଞାର୍ଥମ୍ କର୍ମ, ଏବଂ ଏ କର୍ମଟା ହିଁ କେବଳ ପରମଙ୍କ ଉଦ୍ଦେଶ୍ୟରେ ହେବ। ଯଜ୍ଞ ଅର୍ଥ ପରମଙ୍କ ପ୍ରୀତ୍ୟାର୍ଥେ ଯଜ୍ଞ। ଏଇଟା ମନସ୍ତରରେ କେବେ ସମ୍ଭବ ହୋଇପାରେ ନାହିଁ। କେବଳ ବିଜ୍ଞାନମୟ ସ୍ତରରେ ସେଇ ବ୍ରହ୍ମକର୍ମ ସମାଧିନା ବ୍ରହ୍ମକର୍ମ କେମିତି ହେଇପାରିବ, ସେଟା କେବଳ ବିଜ୍ଞାନମୟ ସ୍ତରରେ ଥିବା ବ୍ୟକ୍ତି ହିଁ ସମ୍ପାଦନ କରିପାରେ। ତେଣୁ ବିଜ୍ଞାନଂ ଯଜ୍ଞ ତନୁତେ, ସେ ବିଜ୍ଞାନମୟ ପୁରୁଷ ଦ୍ୱାରା, ସେଇ ଇଣ୍ଟ୍ୟୁସନ୍ ଦ୍ୱାରା, ସେଇ ଆମ ଭିତରେ ଚୈତ୍ୟାଗ୍ନି ଦ୍ୱାରା ସେଇ ଯଜ୍ଞ ହିଁ ସମ୍ପାଦନ ସମ୍ଭବ ହୁଏ। ଏବଂ କର୍ମାଣି ତନୁତେପି ଚ, ସମସ୍ତ କର୍ମ, ସେ ବୌଦ୍ଧିକ କର୍ମ ହେଉ, ମାନସିକ କର୍ମ ହେଉ, ପ୍ରାଣିକ କର୍ମ ହେଉ ବା ଶାରୀରିକ କର୍ମ ହେଉ, ସେ କର୍ମର ପ୍ରତିନିଧିତ୍ୱ କରେ ସେଇ ବିଜ୍ଞାନମ୍। କର୍ମାଣି ତନୁତେପି ଚ। ଏବଂ ବିଜ୍ଞାନ ଯେତେବେଳେ ପ୍ରତିନିଧିତ୍ୱ କରେ, ସେତେ ମନ ପ୍ରାଣ ଶରୀର ଏକ ଦିବ୍ୟ ଭୂମିରେ ନିଜକୁ ପ୍ରତିଷ୍ଠିତ କରେ। ସେତିକି ପର୍ଯ୍ୟନ୍ତ ଆମେ ବର୍ତ୍ତମାନ ଯେଉଁ ଅବସ୍ଥାରେ ଅଛୁ, ଗୋଟେ ମନ ପ୍ରାଣ ଶରୀର ଜୀବନ ଭିତରେ। ତେଣୁ ସେ ଆମ ଭିତରେ ଗୋଟେ ଫ୍ଲାକ୍ଚୁଏସନ୍ ରହୁଛି, ଯେ ଆମେ ଏ ମନ ପ୍ରାଣ ଶରୀର ଭିତରେ ଗୋଟେ ବିଭେଦ ସୃଷ୍ଟି ରହୁଛି, ପରସ୍ପର ଭିତରେ ଗୋଟେ ସମନ୍ୱୟ ସ୍ଥାପନ ହୋଇପାରୁନାହିଁ। ଯେତେବେଳେ ବିଜ୍ଞାନ କର୍ମ କରିବ, ବିଜ୍ଞାନ କ୍ରିୟା କରିବ ଏଠି, ସେତେବେଳେ ସେ ଯଥାର୍ଥ କର୍ମ ସମ୍ପାଦନ କରିପାରିବ। କର୍ମାଣି ତନୁତେପି ଚ ବିଜ୍ଞାନଂ ସର୍ବା ଦେବା ସର୍ବେ ବ୍ରହ୍ମ ଜ୍ୟେଷ୍ଠମୁପାସତେ। এই ବିଜ୍ଞାନ ଠାରୁ ହିଁ ସମସ୍ତ ଦେବଦେବୀ, ସମସ୍ତ ଜଗତ ସେଇଠୁ ହିଁ ଉତ୍ପତ୍ତି ହୋଇଛନ୍ତି।
ଏବଂ ସେ ହେଉଛନ୍ତି ମହତ୍ତମ ବ୍ରହ୍ମ। ତେଣୁ ସେ ବ୍ରହ୍ମ ସର୍ବେ ଦେବା ଜ୍ୟେଷ୍ଠମୁପାସତେ, ସମସ୍ତ ଦେବତାମାନେ ତାକୁ ଜ୍ୟେଷ୍ଠ ଭାବରେ ବ୍ରହ୍ମ ବୋଲି ଜ୍ଞାନ କରି ତାକୁ ଉପାସନା କରନ୍ତି। ଏବଂ ଆମ ଶରୀରଗତ ଯେଉଁ ଦେବତାମାନେ ଅଛନ୍ତି ବା ଶରୀର ବାହାରର ଯେଉଁ ଦେବତାମାନେ ଅଛନ୍ତି, ସେତେବେଳେ ସେ ବିଜ୍ଞାନଙ୍କ ପାଖରେ ନିଜକୁ ସମର୍ପଣ କରନ୍ତି। ଆଉ ବିଜ୍ଞାନ ହିଁ ଶ୍ରେଷ୍ଠ। ବିଜ୍ଞାନଂ ବ୍ରହ୍ମ ଚେତ୍ ବେଦ, ସେଇ ବିଜ୍ଞାନକୁ ବ୍ରହ୍ମ ରୂପରେ ଚେତ୍ ବେଦ ଯିଏ ଜାଣେ, ତସ୍ମାଚନ୍ନ ପ୍ରମାଦ୍ୟତି ନୋ ପ୍ରମାଦ୍ୟତି, ସେତେବେଳେ ସିଏ ଆଉ ଭୁଲ କରେ ନାହିଁ, ସିଏ ପ୍ରମାଦରେ ପଡ଼େ ନାହିଁ, ସିଏ ଆଉ ବିଚଳିତ ହୁଏ ନାହିଁ। ସେ ସ୍ଥିର ଏବଂ ବ୍ରହ୍ମୀଣ ସ୍ଥିତିରେ ସେ ବାସ କରେ। ଏବଂ ସେତେବେଳେ ତାର ପରମ ଜୀବ ପରମର ଗୋଟେ ମିଳନ ସେଇଠି ଘଟେ। ଶରୀରେ ପାପ୍ମନ ହିତ୍ୱା, ସେତେବେଳେ ଶାରୀରିକ ଅବସ୍ଥାରେ ଶାରୀରିକ ମନ, ଶାରୀରିକ ପ୍ରାଣ, ଶାରୀରିକ ଚେତନା, ଏ ଯେତେବେଳେ ଆମେ ବର୍ତ୍ତମାନ ଗୋଟେ ମେଟେରିଆଲ ଜୀବନ ଭିତରେ ବଞ୍ଚୁ, ଗୋଟେ ଶାରୀରିକ ଜୀବନ ଭିତରେ ବଞ୍ଚୁଛୁ। ସେଇଟା ହେଉଛି ଗୋଟେ, ଆମର ମନଟା ବି ଗୋଟେ ଶାରୀରିକ ମନ ହେଇକରି ଅଛି ଏବଂ ଆମର ପ୍ରାଣଟା ବି ଗୋଟେ ଶାରୀରିକ ପ୍ରାଣ ହେଇକରି ଅଛି। ଯାହାଫଳରେ ତାର ସମସ୍ତ କର୍ମ ଗୋଟେ ଶାରୀରିକ ହେଇକି ଅଛି, ଗୋଟେ ମେଟେରିଆଲ ହେଇକି ରହୁଛି। ତା ଠାକୁର ମଧ୍ୟରେ ମେଟେରିଆଲ, ଏବଂ ସେ ମେଟେରିଆଲ ଦ୍ୱାରା ଏକ ସାକାର ରୂପ ବା ସାକାର ବ୍ରହ୍ମକୁ ବିଶ୍ୱାସ କରେ କେବଳ। କିନ୍ତୁ ସାକାର ରୂପ ଭିତରେ ଗୋଟେ ସୂକ୍ଷ୍ମ ରୂପ ରହିଛି, ସେ କଥାକୁ ସେ ଜାଣିପାରେ ନାହିଁ, ବିଶ୍ୱାସ କରିପାରେ ନାହିଁ। ଯାହାଫଳରେ ସେ ଅନେକ ଭୁଲ ଭାଲ କରେ। ଶରୀରେ ପାପ୍ମନ ହିତ୍ୱା, ତେଣୁ ଶାରୀରିକ ଯେତେ ପ୍ରକାର କାର୍ଯ୍ୟ କରେ ତା ଭିତରେ ସବୁ କଳମସ ଥାଏ, ତା ଭିତରେ ସବୁ ପାପ ଥାଏ। ସେ ପାପମନକୁ ସେ ନୋ ହିତ୍ୱା, ସେ ତାକୁ ତ୍ୟଜ କରେ, ତା ଶାରୀରିକ ଜୀବନକୁ ସେ ତ୍ୟଜ କରେ ଏବଂ ଗୋଟେ ପୂର୍ଣ୍ଣ ଜ୍ଞାନପୂର୍ଣ୍ଣ ଜୀବନକୁ ସେ ଆକାଂକ୍ଷା କରେ। ସର୍ବାନ୍ କାମାନ୍ ସମଶ୍ନୁତ ଇତି, ସେତେବେଳେ ସମସ୍ତ କାମନା ଲାଭ କରେ, ସମସ୍ତ ଭୋଗ ଲାଭ କରେ, ସମସ୍ତ ଆନନ୍ଦ ଲାଭ କରେ। ଏଠି ଶ୍ରୀ ଅରବିନ୍ଦ ସୁନ୍ଦର ଭାବରେ କହୁଛନ୍ତି, ଯେତେବେଳେ ମେଟାର ନିଜକୁ ପ୍ରସ୍ତୁତ କରିଦିଏ ବା ସମ୍ପୂର୍ଣ୍ଣ ଭାବରେ ସେ ପ୍ରାଣକୁ ପ୍ରକାଶ କରିବା ପାଇଁ ନିଜକୁ ଯୋଗ୍ୟ କରିଦିଏ, ସେତେବେଳେ ପ୍ରାଣ ନିଜେ ପ୍ରକାଶିତ ହୁଅନ୍ତି। ଏବଂ ପ୍ରାଣ ଯେତେବେଳେ ନିଜର ସମସ୍ତ କ୍ରିୟାତ୍ମକ ଶକ୍ତିକୁ ଏଠି କାର୍ଯ୍ୟ କରି ସାରିଲା ପରେ ଯେତେବେଳେ ନିଜକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରିଦିଏ, ସେତେବେଳେ ତାର ଆତ୍ମା ମନ ତା ଭିତରୁ ଉଦ୍ଭବ ହୁଅନ୍ତି, ଇଭଲ୍ୟୁଟ୍ ହୁଅନ୍ତି ବା ବିବର୍ତ୍ତିତ ହୁଅନ୍ତି। ସେମିତି ମନ ଯେତେବେଳେ ନମନୀୟ ହୁଏ, ସେ ଯେତେବେଳେ ଜ୍ଞାନଯୁକ୍ତ ହୁଏ, ସେତେବେଳେ ତାର ସୀମାରୁ ସେ ଅତିକ୍ରମ କରିଯାଏ। ସେତେବେଳେ ବିଜ୍ଞାନ ବା ସେଇ ଅତିମାନସ ନିଜକୁ ଅଭିବ୍ୟକ୍ତ କରନ୍ତି ଏବଂ ସେଇ ଅତିମାନସ ହିଁ ହେଉଛନ୍ତି ବ୍ରହ୍ମୀନ୍ କନସିୟସନେସ୍। ତାପରେ ଶ୍ଲୋକଟି କହୁଛନ୍ତି, ତସ୍ୟୈଷ ଶରୀରୋ ଆତ୍ମା ୟଃ ପୂର୍ବସ୍ୟ ତସ୍ମାଦ୍ ବା ଏତସ୍ମାଦ୍ ବିଜ୍ଞାନମୟାତ୍ ଅନ୍ୟନ୍ତର ଆତ୍ମାନନ୍ଦମୟଃ ତେନୈଷଃ ପୂର୍ଣ୍ଣଃ ସୋ ବା ଏଷ ପୁରୁଷବିଦ ଏବ ତସ୍ୟ ପୁରୁଷବିଦତାମ୍ ଅନ୍ୟଂ ପୁରୁଷೋ ବିଦଃ ତସ୍ୟ ପ୍ରିୟମେବ ଶିରଃ ମଦೋ ଦକ୍ଷିଣପକ୍ଷ ପ୍ରମଦೋ ଉତ୍ତରପକ୍ଷ ଆନନ୍ଦ ଆତ୍ମା ବ୍ରହ୍ମ ପୁଚ୍ଛଂ ପ୍ରତିଷ୍ଠା ତଦପ୍ୟେଷୋ ଶ୍ଲୋକୋ ଭବତି। ସେଇ ଆନନ୍ଦ, ସେଇ ବିଜ୍ଞାନମୟ, ତସ୍ୟୈଷ ଏବ ଶରୀର ଆତ୍ମା ୟଃ ପୂର୍ବସ୍ୟ, ତେଣୁ ସେଇ ବିଜ୍ଞାନମୟ ପୂର୍ବସ୍ୟ ଅର୍ଥାତ୍ ମନମୟ ଶରୀରର ଆତ୍ମା ରୂପରେ ସେ ଏଠି ବିଦ୍ୟମାନ, ନିଜକୁ ପ୍ରତିଷ୍ଠିତ କରିଛନ୍ତି।
तस्माद् वा एतस्माद् विज्ञानमय से होचंती प्रकृति विज्ञानमय से मनमयर पूर्वस्य तो मनमयर आत्मा रूपे से रही एवं सन्निवेशित होकर रही एवं अन्यंतर आनंदमयात किंतु ये विज्ञानमय और अन्य विज्ञानमय ठारू अंतर भिन्न सी आउ गोटे सत्ता रही से एब्सोल्यूटनेस कथा से कहते एवं से आने अननेबल सी होचंती आनंदमय से रही से विज्ञानमय आत्मा रूपे तेणु ईश पूर्ण से विज्ञानमय से आनंदमय द्वारा परिपूर्ण हो रही सोबा एष पुरुष विध तांकर मध्य से पूर्व भली एक मानवीय रूप रही तस्य पुरुष विधताम एवं तांकर जेमिति पुरुषर आकार से पुरुषर आकार जेमिति अन्नमय जग पहले तांकर पुरुष आकार थिला अन्नमय पुरुष प्राणमय पुरुष मनमय पुरुष विज्ञानमय पुरुष थिले सेमिति से आनंदर एक पुरुषाकार रूप अन्वयं पुरुष विध रही तार से मनीषर आकृति रही से मनीषर आकृति हूँ कौन ना तस्य प्रियमेव शिरः मदो दक्षिण पक्ष प्रमोदो उत्तर पक्ष आनंदात्मा ब्रह्म पुच्छं प्रतिष्ठा ये हूँ प्रमोद ए प्रिय प्रिय हूँ तांकर शिर प्रिय अर्थात प्रेम से प्रेम ही तांकर मस्तिष्क एवं मद दक्षिण पक्ष प्रमोद उत्तर पक्ष एवं सुख सुख होउची ये मद मद अर्थ गोटे सुख बा ताकू आनंद बोली आनंदर गोटे स्थूल रूप सी हूँ मद सी हूँ से मद हूँ दक्षिण पक्ष किंतु ता पश्चात गोटे प्रमोद रही प्रमोद हूँ आनंद ठारू बा सुख ठारू आहुरी सुंदर अति मोहनीय आनंद बा सुख सी हूँ प्रमोद सी होती ताको बहन करिकी चली से यही सुखटी एवं सुख ये मद कथा कहे मदटी प्रकृत में ताकू शंकराचार्य आलोचना करुछंती जे मद केवल यही सुख नुह यही भोगयुक्त सुख नुह भोगयुक्त सुख सहित गोटे ज्ञानगत सुख मध्य तार रही एवं से ज्ञानगत सुख द्वारा ज्ञानगत सुख किए बहन करे ना प्रमोद ताको बहन करे एवं आमे जेते प्रकार सुख देखुचे जे भोगयुक्त सुख इंद्रिय सुख सह ज्ञानयुक्त सुख ये समस्त सुख कहा उपरे प्रतिष्ठित तार पुच्छ होचंदी आनंदम आनंदम पुच्छ आनंदम आत्मा ता शरीर होची आनंदर शरीर आनंद होची तार शरीर यही ज्ञानगत सुख बा से ब्रह्मीन नॉलेज जो सुख एवं जो स्थूलगत सुख तार शरीरटी होची प्रकृत में आत्मा आनंद आत्मा एवं से आनंद से परमानंद से ब्रह्मं पुच्छं प्रतिष्ठा एवं से मूल ब्रह्म से एब्सोल्यूट ब्रह्मीन उपरे प्रतिष्ठित होकर रही तस्यैष श्लोको भवति आम जो यह ही श्लोक द्वारा प्रकाशित होती यही संबंध में ये विषय आम सुंदर भाव
परस्पर भितर आलोचना करिबा। आमे जो याकु नहीं श्री अरविंद जो आलोचना करुछंती जे किपरि भावरे सेई सुप्रामेंटाल कन्सियसनेस से ई प्रमोद सुख सहित मद सुख सहित प्रमोद सुख सहित से पूर्ण आनंद रे जीवन यापन करिवे। सेतिपई से प्रथम श्लोक से कहिथिले जे जी ब्रह्म को प्राप्त करे ब्रह्मविदाप्नोति परम सोश्नुते सर्वन कामान सह ब्राह्मणा विपश्चिति। समस्त कामनायुक्त सुख सह से ब्राह्मण को मध्य से प्राप्त करे एवं से ब्रह्म द्वारा सबुकिछि एटी रस रूप आनंद रूप प्रभावित होइछन्ति। किंतु सुंदर भाव में आम कहिबा जे आमे सेही सुख केवल आनंद एवं सुख भितर ब्रह्म को तांकर लिमिटेशन करदेवा नहीं। आनंदर जिमिति तार सीमा नहीं। से आनंद कौन बा ब्रह्मानंद कौन ते विषय परवर्ती श्लोक सुंदर भाव से आलोचना करेंगे। तेबे गोटे कथा को आम विश्वास करवा से विज्ञानमय भूमिर प्रस्तुति उपर निर्भर करुच्ची से आनंदमय। यदि मनोमय भूमिर प्रस्तुति उपर निर्भर करुच्ची आनंद प्रकाशित विज्ञान प्रकाशित हेबे एवं जिते विज्ञान प्रकाशित हेबे सेतेबेले सत्यम रूतम एवं श्रद्धा को नहीं से प्रकाशित हेबे एवं ताहारी उपरे प्रतिष्ठित हेबे से आनंद से ब्रह्मानंद प्रकाशित हेबे। परम शांति परम आनंद परम ऐश्वर्य सबकि प्रकाशित हेबे। यही कथा सहित आमे यही कथा को नहीं परस्पर आलोचना करिबा। रब भाई आपण आलोचना आरंभ करंतु।